गोटे मो समुदी सचिदानंद दास आउ गोटे जगतसिंहपुर जिलार गायक सनातन दास मोर जदि टिके गाइबा न था ये मते बेंटी करिक ओडिसा रे बुलुता मो गाइबा कोन नाही आज्ञा ओ हेते खराब नुहो चलिबो नै ओडिसा रे नृसिंहता गाइबा होची ग्रेविटियस टोन बाबा केबे पडिबो ना आउ तमे पाला गाउछ झियो पिला घरे ये होछ पाला की जा दिन जाक लुण पानी घड़ घड़ करुच साल गोड़ी को सोच मु 6 गुड़ा लेखे बुडू मो तंतु तो पड़ू विभु हे आलो तो भंजन पिला जदि न कांदिबो मां के भी खीर दबो पिला न कांदिले मां खीर दिएला वाह नोडिया गछरे जदि चोरटा न पड़िबो कोन पइडरे पानी पासिबो आसीबो तला तुमको जते टू पास न लागिबो तुम मोड़ द्वार कोन झाड़ा आइबो वार कुंथे मुंधे जीवन हसिबो एजी मो उसापुर 36 टा पाला गई 36 टा फोटो देनी प्राणकृष्ण सार कहले 36 टा फोटो दो मु बाई आई के बोलुची को 36 टा फोटो केमिति देली मते डेट कहि बोले जाऊ जे 36 टा फोटो बनी देई देनी मु जे पर्यंत न देबी कोन मोर बिलटा होबो रासुन दिबी ताले कांदुची चंद्र भाजिया मोहिनी ईश्वर भगवान नारायण तुझे की जानती है Oh,
ठीक सेतिकी बेले चंद्रंकर भातिया रोहिणी आसी पहुंच
କହିଲେ 14ଟା କଳା ନେଇ ମୋ ସ୍ୱାମୀ ତମେ ଅଭିମାନକୁ 14 ବର୍ଷ ବଞ୍ଚେଇ ହେଲା ହେଲା କାଲି ରାତି ପାଇଲେ 14 ବର୍ଷ ପୂର୍ଣ୍ଣ ହବ ମୋ ସ୍ୱାମୀ ଯୋଗୁଁ ବିରହ ଯନ୍ତ୍ରଣା ଭୋଗ କରୁଛି ବାବା ଆପଣ ଅଭିମାନକୁ ମାରନ୍ତୁ ଭଗବାନ କୃଷ୍ଣ ବିଚାର କରୁ ବାଟ କହିଲେ ମାରେ ରୋହିଣୀ ଆଜ୍ଞା ତୁ ପାଣ୍ଡବ ନାରୀ ମାନଙ୍କର ଭିତରେ ଛଦ୍ମବେଶରେ ଲୁଚିଯା ଆସନ୍ତାକାଲି ମହାଭାରତ ଯୁଦ୍ଧରେ ମୁଁ ଅର୍ଜୁନଟାକୁ ଜଳଧର ବ୍ୟୁହକୁ ଭାଙ୍ଗିବା ପାଇଁ ମୟ ଅସୁରକୁ ମାରିବା ପାଇଁ ଗଙ୍ଗା ନଦୀକି ନେଇଯିବି ବ୍ରହ୍ମାଣ୍ଡରେ ଚକ୍ରବ୍ୟୁହକୁ ଭେଦି ପାରିବେ 3 ଜଣ ସେ କିଏ କି ଆଜ୍ଞା ସେ କିଏ ଓଲା ପାତାଳେ ଅନୁକ୍ତ ନାଗ ସ୍ୱର୍ଗରେ ବାସ ସ୍ୱର୍ଗରେ ବାସ କରିବେ ସ୍ୱର୍ଗରେ ବାସ ଭେଦିବ 3 ଜଣ ଭେଦି ପାରିବେ ଆଜ୍ଞା ପାତାଳରେ ଅନନ୍ତ ନାଗ ଚକ୍ରବ୍ୟୁହ ଭେଦ ସ୍ୱର୍ଗରେ ଇନ୍ଦ୍ର ଚାହିଁଲେ ଚକ୍ରବ୍ୟୁହ ଭେଦ ମର୍ତ୍ତ୍ୟରେ ଅର୍ଜୁନ ଭେଦି ପାରିବେ ଆଜ୍ଞା ତାହେଲେ ଇନ୍ଦ୍ରର କଣ କାମ ଯେ ସେ ଚକ୍ରବ୍ୟୁହ ଭେଦିବାକୁ ଆସିବ ନାଇଁ ତ ତାର କିଛି କାମ ନାହିଁ ଅନନ୍ତ ନାଗର କଣ କାମ ଯେ ସିଏ ଆସିବ ଚକ୍ରବ୍ୟୁହ କେବଳ ଅର୍ଜୁନଟି ଭେଦି ଆଜ୍ଞା ମୁଁ ଅର୍ଜୁନକୁ ନେଇ ଜଳଧର ବ୍ୟୁହ ଭାଙ୍ଗି ମୟ ଅସୁରକୁ ମାରିବାକୁ ଗଙ୍ଗା ନଦୀକି ନେଇଯିବି ଆସନ୍ତାକାଲି ଚକ୍ରବ୍ୟୁହ ଭିତରକୁ ଭେଦ କରିବ ଅର୍ଜୁନ ତନୟ ଭୋଳ ଯାଅ ଭୀମନି ଆଉ ଅଭିମନ୍ୟୁ ଯେତେବେଳେ ଯୁଦ୍ଧ କରିବାକୁ ଯିବ ଅଭିମନ୍ୟୁ ସ୍ତ୍ରୀ ଉତ୍ତରା ବିରାଟ ରାଜା ଝିଅ ଫୁଲମାଳାଟାକୁ ନେଇକି ଯେତେବେଳେ ଅଭିମନ୍ୟୁ ଗଳାରେ ଯଦି ପକେଇଦେଲା ଅଭିମନ୍ୟୁ କିଏ ହରେଇ ପାରିବେ ସେ ଫୁଲମାଳାଟା ସ୍ୱାମୀ ଫଟୋରେ ଟାଙ୍ଗୁ ଟାଙ୍ଗୁ ତୁ ଛଟେଇକି ନେଇକି ପଳେଇବୁ ଅଭିମନ୍ୟୁ ମରିବ ଏପଟେ ଚକ୍ରବ୍ୟୁହ ସ୍ଥିର ହେଇଯାଇଛି ଆପଣ ମାନଙ୍କର କୌରବ ପାଣ୍ଡବଙ୍କର ଗୁପ୍ତଚର କୌରବଙ୍କର ଶିବିର ନିକଟରୁ ଆସି ଧର୍ମରାଜ ଯୁଧିଷ୍ଠିରଙ୍କୁ ଜଣେଇ ଦେଇଛନ୍ତି କାଲି ତମେ ପାଣ୍ଡବ ମାନେ ମରି ଦ୍ରୋଣାଚାର୍ଯ୍ୟ ପାଣ୍ଡବା ପୃଥିବୀ କରିବା ପାଇଁ ଚକ୍ରବ୍ୟୁହ ତିଆରି କରିଛନ୍ତି ଚକିତ ହୋଇ ଭାସନ୍ତି ଇଏ ବସି ଯୁଧିଷ୍ଠିର କାନରେ ଯେତେବେଳେ ବାଜିଲା ଚକ୍ରବ୍ୟୁହ ଯୁଧିଷ୍ଠିର ଚକ୍ରବ୍ୟୁହ ବିଷୟରେ କିଛି ଜାଣିନାହାନ୍ତି 5 ଭାଇ ଅର୍ଜୁନ ପଡିଲେ ଆଜ୍ଞା ବିଶିଷ୍ଟ ମଲ୍ଲ ହେଲା ଦ୍ୱିତୀୟ ପାଣ୍ଡବ ଯୁଗଧର ଭୀମ ଡାକିଲାରେ ଭାଇ ଭୀମ ଆଜ୍ଞା ଭାଇ ତୁ ଚକ୍ରବ୍ୟୁହ ଭେଦ କରିପାରିବୁ ଦ୍ୱାରା ସମ୍ଭବ ଭାଇ କହିଲା ଶୁଣିବି ବଦନ୍ତି
बोला पारिबिनी भाई चक्रव्यूह ମୁଁ କଣ ଜାଣିନି ନହେଲେ କଣ କରିବି ହେଲା ସେତିକି ବେଳେ ନକୁଳ ଡାକିଲେ କହିଲେ ଭାଇ ହଁ ଭାଇ କଣ ମାରିବାକୁ ହେଲା ମୁଁ ଭାଇ ତ କିଛି ଜାଣିନି ସେ କହିଲେ ମରିବ ବାବା ଏ ଚକ୍ରବ୍യൂହ ଭେଦ କେମିତି ହବ ଆମେ କିଛି ଜାଣିନୁ ମନ ଦୁଃଖ କରି ବସିଲା ବେଳେ ଏତିକି ବେଳେ ଗୋଟେ ପୁଅ ପଢୁଥିଲା ସିଏ କିଏ ना अर्जुन तनय सिंह शावक वीर पुत्र अभिमन्यु बोले बड़ाबा ବରାବା ପ୍ରଣବ କେ ବରାବା ବରାବା ଆପଣଙ୍କ ମତ କାହିଁକି ଦୁଃଖ ହେଇଛି ଆପଣଙ୍କର କଣ ହେଇଛି ବରାବା किछि कहलारे ଆପଣ କାନ୍ଦୁଛନ୍ତି କଣ ହେଇଛି ବରାବା आसंता काली तो वंश बुड़ी जीव ବୁଝିପାରିନି ବରାବା କୋଉଥିପାଇଁ ବୁଡ଼ିବ କାହିଁକି ବୁଡ଼ିବ ଆମର ଏତେ ବଡ଼ ବଂଶ आमे मरि जीव रे विहतु କାହିଁକି ମରିବ ବରାବା କୋଉଥିରେ ମରିବ କେମିତି ମରିବ गुरुदेव द्रोणाचार्य तांडव वाम पुनि धर्म परिवार पहिंतियारी परिचरुनी चक्र विहरे अभिवतु ବରାବା ସେ ଚକ୍ରବ୍ୟୁହକୁ ତ ମୋ ବାପା ଭେଦି ପାରିବେ ଏଥିରେ ଅସୁବିଧା ହେଲା କଣ तो बापा नहीं चली जाइछि जलधर विह भागिबा पाई गंगा नदी कूଳରେ मोय असुरକୁ ମାରିବା ପାଇଁ ଅଭି ବଡ଼ ବାପା ଛୋଟ ମୁହଁରେ ବଡ଼ କଥା ବଡ଼ ବାପା ଯଦି ଆପଣ ମତ ନିର୍ଦ୍ଦେଶ କରିବେ ବଡ଼ ବାପା ଏ ଚକ୍ରବ୍ୟୁହକୁ ମୁଁ ଭେଦ କରିପାରିବି ବଡ଼ ବାପା ସତରେ ବଡ଼ ବାପା ମିଛ କହୁନି ସେ ତଳବା ମୁଣ୍ଡ କହୁଛି ଚୁପକିନି ଘରକୁ କାହିଁକି ବଡ଼ ବାପା ମତେ କଣ ଛୋଟିଆ ପିଲା ଭାବୁଛ ବଡ଼ ବାପା ମୁଁ କଣ୍ଟ୍ରିପୁର ବନ୍ଧା ହେଇକି ଟିକେ କାଟିଦେଲେ 10 ଲୋକ ଖାଇବି ଟାଣ ଛୋଟ ମୋଟ ଭାବରେ ବଡ଼ ବାପା ଚୁପକିନି ଯା ତୁ ହାତରେ ନାଇଁ ବଡ଼ ବାପା ମୁଁ ବି ଆପଣଙ୍କୁ ହାତ ଧରୁଛି ନେହୁରେ ହଉଛି ପାଦ ତଳ ପଡୁଛି ବଡ଼ ବାପା ଏ କାମ କରିବାକୁ ତମେ ମତେ ସାହସ ଦିଅ ମତେ ଶକ୍ତି ଦିଅ ମତେ ଆଦେଶ ଦିଅ ବଡ଼ ବାପା ওলা হই ধান পছে মত করিব কুশলে ହୁଏ ଗୋଟେ ହାତୀରେ 10 ଟନ ଜମି ସେ ଯେତେବେଳେ ବାଇଆ ହୁଏ ତା ମାନଙ୍କୁ କଣ ପୁରା ଛୋଟିଆ ଗେଡ଼ିକି ଟିକେ ଅଙ୍କୁଶ ରଖିଥାଏ ଯୋଉ ଧାନକୁ ସେତେବେଳେ ତା ପୁରୁଷରେ କହନ୍ତି ମ ଯୋଉଟା ମହିଳା ଲୋକଟା ମୋର ମନେ ଧାନ ବେଳାରେ ଧାନ ପୁଣି ମାରନ୍ତି ଉଖୁଣ ସେ ଉଖୁଣ ଭଳିଆ ଗୋଟେ ଅଙ୍କୁଶ ଧର ମାହୁତ ରଖିତ ହାତୀ ଯେତେବେଳେ ବାଇଆ ହବ ତା ବନ୍ଧୁକୁ ପାହାଡ଼ ଦବ ହାତୀ ସଦର ହୁଏ हाथीर ओजन 10 टन नहीं था से अंकुशटा हाफ केजी होता किंतु से हाफ केजी रे हाथी सडन ब्रेक बोला कौन सेती बोला छोट सान सीना दानता महान पाठ पढ़ी साहित्य सान सीना दानता महान बोला सत्य जुगरे जे थिला ध्रुव पितृ ध्रुव मंडल रचिला सत्य जुग आज्ञा ताना ध्रुव 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 तागरे ब्रह्मा खेले शिव खेले इंद्र खेले जम खेले सबू खेले 7 वर्ष छुआ ता माँ को सम्मान देवाकू 7 वर्ष अभाव डाकिरा
କରୁଛି ଉତ୍ତର ଦେଲା ଅଭିମନ୍ୟୁ 7 ବର୍ଷ ଛୁଆଟେ ଥିଲା ମୁଁ ତ ସାନ ବାବା 14 ବର୍ଷ ହେଲାଣି ସେ ମୁଁ ଅଧା ବୟସ ସତ୍ୟ ଯୁଗରେ ବାପା ମାଙ୍କ ପାଇଁ ଗୋଟେ ମଣ୍ଡଳ ସୃଷ୍ଟି କଲେ ଧୂପ ବଡ ବାପା ମତେ ନିର୍ଦ୍ଦେଶ ଦିଅ ଆପଣଙ୍କ ଆଦେଶ ଦିଅ ଆପଣ ସେତିକି ସତ୍ୟ ଯୁଗେ ପରା ହିରଣ୍ୟ କଶ୍ୟପ ତନୟ ଯେ ପ୍ରହ୍ଲାଦ ଆଉ ଗୋଟେ ପିଲା ଥିଲା ପ୍ରହ୍ଲାଦ 11 ବର୍ଷର ଛୁଆ ଭଗବାନ ନୃସିଂହଙ୍କ ଆଗରେ ତେଜ ଆଗରେ କୌଣସି ଦେବତା ବି ଠିଆ ହେଇପାରୁନଥିଲେ ଛୋଟିଆ ଛୁଆଟା ଠିଆ ହେଲା ହିରଣ୍ୟ କଶ୍ୟପକୁ ଚିରି ଦେଇଛି କିଏ ନା ଭଗବାନ ନୃସିଂହ ପ୍ରହ୍ଲାଦ ଥରେ ଥରେ ଠିଆ ହେଇକି ହାତ ଯୋଡ଼ିକି କାନ୍ଦୁଛି ଟିକେ ଶାନ୍ତି ହେଲେ ପୁଅକୁ ଦେଖିକି ପ୍ରହ୍ଲାଦକୁ ଭଗବାନ ନୃସିଂହ ହେଲେ କଣଟା କହୁଛୁ ନା ସବୁ ସରିଗଲା ଏ ଜଗତ ମତେ ନିନ୍ଦା କରିବ ମୁଁ ଗୋଟେ 11 ବର୍ଷିଆ ଛୁଆ ପ୍ରଭୁ ମୋ ବାପାକୁ ତମେ ମାରିଦେଲ କାହା ପାଇଁ ନା ମୋରି ଏ ଜଗତ ମତେ ନିନ୍ଦା କରିବ ପୁଅ ପାଇଁ ତା ବାପାଟା ମରିଗଲା ମୋ ବାପାକୁ ଯେମିତି କୂଳରେ ବସେଇଛ ପକେଇଛ ମୋ ବାପା ସେମିତି କୂଳରେ ତମର ପଡିଥାଉ ତମେ ନଖ ବିଦାରଣ କରିଛ ମୋ ବାପାର ଯୋଉ ଅନ୍ତ ପୁତୁଳା ବାହାରି କରିଦେଇଛ ନାରୀ ଗୁଡାକ ତାକୁ ତମ କାନ୍ଧରେ ପଇତା କରିକି ପକାଅ ମୋ ବାପା ତମେ ପୂଜା ପାଇଲା ପର୍ଯ୍ୟନ୍ତ ମୋ ବାପା ତମ କୂଳରେ ପୂଜା କର ଅଭିମନ୍ୟୁ କହିଲା ବଡ ବାପା ଖାଲି ସେତିକି ବଡ ବାପା ଆମେ ଭାରତର ଛୁଆ ସ୍ୱାଧୀନ ଦେଶର ଶିଶୁ ପରାଣେ ସ୍ୱାଧୀନ ଦେଶର ଶିଶୁ ପରାଣେ ସ୍ୱାଧୀନ ଭାରତ ସ୍ୱାଧୀନ
ছোট ছোট ছুয়া মানে ছোট ছোট পিলা মানে সমাজ পাই কেতে না কোন করি পাইছুন ହେଲେ ଯୁଧିଷ୍ଠିର ପଚାରିଲେ କହିଲେ ଆରେ ଚକ୍ରବ୍ୟୁହ ବିଷୟରେ ତୁ କିଛି ଜାଣିଛୁ ନା ମନେ ମନେ କହୁଛୁ? ବଡ ବାପା ମୁଁ ଜାଣିଛି ବଡ ବାପା। ଅଭିବନ କହେ ବାପା ଗର୍ଭେ ଥିଲା मो बापा दिने मो माँ पाखे बसता मो माँ गर्भर थिला बेले चक्रव्यूह कथा पढ़िला विषय तो माँ गर्भर थिलु मो बापा कहला बेले माँ सुनथाए मो माँ गर्भर थाए। अच्छा मो माँ सुनला ता गर्भ भितर मु सुनली। अच्छा पो बाहुड़ीबा कथाटा आपण कहले मो माँ गर्भर छुआ सुनि पारे हां हां सुनि पारे ओरे छोटिया उदाहरण के दे नाती की मने कर एलर्जी है तो सासू कहबो बहुत बोलो तू लंका खाइबू ना एबो लंका खाइबू। अच्छा से टमाटो बाइगण मथाम की जोड़ला तीन चारटा लंका जल्दी की खाइ दियो सासू देखिन सासू जानि परिबो नहीं बहु लंका खाइ दी गाई ना छुआ जते बेले झाड़ा दी नाती ता मोबियारे लंका मन दियो से दिगले बहुत धरा पड़ो सासू के। अच्छा से छुआटा को लंका मंजी खाइतला से मां तो खीरो खाइतला लंका मंजी के न दिबा ठीक तारे मो बड़ को मंटू क्रिकेट सदा बेले खेलिया पाठ पढ़ियानी दिन रागी पड़िया को गली बाड़ी दिबाड़ी बाड़ी को टका पाठ न पढ़ी कोन खेलुचु ना मु जदी क्रिकेट खेलुची दाई तमे मु कहला रे मु कोन दाई ना मु जते बेले बहुत पेटरे थली तमे टीवी मुळे बसी खाली क्रिकेट कथा बाता हला दी जन जाको मु सुनी थली मनु बाड़ौसी ना कोन माँ घरे अभिमन्यु थिला बेले कहला बड़ बापा मु सुनिली किंतु जते बेले बाहुड़ीबा कथा पड़िला आवश्यकता परायण नहीं मो माँ के सोई पड़ी। अच्छा तापरे आ माँ जते बेले निद्रा गला तागर परे मु भी सोई पड़ी। वाह 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 मु बाहुड़ीबा कथा जानि पारली
ତେଣୁ ଭିତରକୁ ଭେଦି ଦେ ଶୁଣିକି ଡେଇଁ ପଡିଲା ଖନିଆ ଗନ୍ଧଉଛି ଦୂରରେ ଠିଆ ଏମିତି କେତେ ଦେଖିଛି ଶତ୍ରୁ ଶିରେ ବନ୍ଦାଇବି ବସୁଧା ଗର୍ଜି ଉଠିଲା ଫୋପାଡ଼ି ଦେଲା ବାଲୁ ବାହାର ଗଦାଟା ଭୀମ ଗଦା କେତେ ଭାର ମୁଁ ଜାଣିଛି ମତେ କଥା ବାବୁ ଦୁର୍ଯ୍ୟୋଧନ ଗଦା କେତେ ଭାର ଦୁର୍ଯ୍ୟୋଧନ ଗଦା 72 ଭାର କର୍ଣ୍ଣ ଗୋଟେ ଗଦା ଧରିଲା କର୍ଣ୍ଣ ଗଦା କେତେ ଭାର ଖାତିରେ ପକେଇବି ମନେ କର୍ଣ୍ଣ ଗଦା ହେଲା 62 ଆଜିକାଲି ପିଲାକୁ ଭାର କଥା କହିଲେ ସେ ବୁଝିପାରିବେ ଯେତେ ବୁଢା ବୁଢା ବାପା ମାନେ ବସୁଛ ସେତେବେଳେ ଆମେ ଯୋଉଠିକି ବ୍ୟବହାର ନେଇକି ଯାଏ ଆଳୁ କଖାରୁ ଇତ୍ୟାଦି ନେଇକି ଯାଏ ନା ଆଜ୍ଞା ବନ୍ଧୁ କଣ କହନ୍ତି ହଁ ଅମକ ରୂପ ଆସିଥିଲା 5 ଭାରେ କଖାରୁ ଆଣିଲା କହନ୍ତି ନା ତାହେଲେ ଭାରର ଦାମ ଭାରର ଓଜନଟା କେତେ କେତେ ଓଜନରେ ଗୋଟେ ଭାର କେତେ କେଜିରେ ଗୋଟେ ଭାର যদি ভীমর গদা হলা 52 ভারে তা ওজনটা কেতে যদি দুর্যোধনর গদা 72 ভারে তা ওজনটা কেতে তা ওজনটা গোটে ভার হয়ে গলে তা মন পিসা বাহারো মু 5-7টা লেগে প্রশ্ন দলা গায়ক ভাত আলু তো গোটে চিপি দেই তো বা সেই ধরে ধরা পড়ি যাব এই ভাত হইছে না আর কোন 22 ধর চিপুধ আমার থরে চিপ থরে দেব থরে চিপি দেবি যে সেইটারে ভাত কোন আসল করছো ভারটা কেতে 52 ভার কেতে 72 ভার গোটার ওজন কেতে বাবা ଏବେ ବର୍ତ୍ତମାନ ଯାଇକି ଦେଖୁନାହାନ୍ତି ବସା କରି ବାଲା ବାଲାଙ୍କର ଫୋନ ବର୍ତ୍ତମାନ ଅନ୍ୟ ସାର୍ ମାନଙ୍କ ପାଖକୁ ଲାଗିଥିବ ଆଜ୍ଞା ଭାରତଟା କେତେ ଟିକେ ଯାହା ସକଲା ମିଛ ଯଦି ନ ଭାରତ ହେଲା 24 ରେ ଭାରତ ହେଲା 24 ରେ 52 ଭାର ହେଲା 43 ମଣ 800 ରେ ମୁଁ ପଚାରିଛି କେତେ କେଜି ମତେ ସେର କଥା କଣ
40 কেজি না ভুল তাহলে ମୁଁ ଯଦି ଉତ୍ତର ଦେଇଦେବି ତାହେଲେ ପ୍ରଶ୍ନ ପଚାରିଲେ ଆଉ କଣ ହେବ ଲାଷ୍ଟ ଦିନ କହିଲା ତିଳଂ ପ୍ରୋକ୍ତଂ ଏକଂ ଜବଂ ଗୋଟେ ଦାନ ଯେତିକି ଲମ୍ବେଇକି ଥୋଇବ 6ଟା ଧାନକୁ ଲମ୍ବେଇଲେ ଗୋଟେ ପ୍ରୋହ 20ଟା ପ୍ରୋହରେ ଗୋଟେ ତୁଳା ହବ ଆଉ ଆଗକୁ ନେବି ଭାରଟା କେତେ କେଜି କାଲି ଗୋଟେ ପଚାରିଥିଲା ଲକ୍ଷ୍ମୀ କାହିଁକି ବିଧବା ହେଇନା ଉତ୍ତର ଦେଇଛି କଳ୍ପବଟରେ ମାଟି ଖପରା କାହିଁକି ଉତ୍ତର ଦେଇଛି 5-5ଟା ପ୍ରଶ୍ନର ଗୋଟି ଗୋଟି କରି ତର୍ଣ୍ଣ କରି ଉତ୍ତର ଦେଇଛି ଆଜି ମୋର ମାତ୍ର ଏ 2ଟା କଥା କହିବି ମୁଁ ଟିକେ ବସିକି ଶୁଣିବି କେମିତିଆ ଗଲା ଆଉ କେମିତିଆ ଉତ୍ତର ତମେ ଜାଣିଛ ତମ ଗର୍ଭ ଭିତରେ କେତେ ବିଦ୍ୟା ତମେ ଗ୍ରହଣ କରୁଛ ଅଭିମନ୍ୟୁ କହିଲା ବଡ଼ ବାପା ମୋ ମା ଠୁ ମୁଁ ଶୁଣିଛି ମା ଗର୍ଭରୁ ଭୀମ କହିଲା ଯା ତୁ ଭେଦିଲେ ମୁଁ ତୋତେ ବାହୁଡେଇବା ଦାୟିତ୍ୱ ମୁଁ ଯାଇକି ପହଞ୍ଚିଛି ଅଭିମନ୍ୟୁ ଘରକୁ ଗଲା ବେଳେ ନିଜ ସ୍ତ୍ରୀ ଉତ୍ତରା ଯାଇକି ପହଞ୍ଚିଛି ସ୍ତ୍ରୀ କି କହିକି ଯିବ କହିଲା ଯୁଦ୍ଧ କରିବାକୁ ଯିବି ଉତ୍ତରା ଟିକେ ଏମିତି ଭୁଲିଗଲା ରହ ଆମେ ପାଲା କହିଲା ବେଳେ ଦେଖୁନ ଗାଈ କେମିତି କର କରୁଥିଲେ 4-5 ଜଣ ଝିଅ ପିଲା କହିଥିଲେ ମତେ ଆଇଲା ବେଳେ ସାର୍ ଆମେ ୟୁଟ୍ୟୁବରେ ଶୁଣିଛୁ ଟିକେ ଚମ୍ପକ ବର୍ଣ୍ଣାରେ ଗାଇବୁ ସେ ପିଲା ଅଛନ୍ତି ନା ନାଇଁ ନହେଲେ କାଲି ଗାଇବୁ ଖୋଜିକି ଆସିବି ଯାଉନ ଖୋଜିକି ଆସିବି ଆମର ବୋଲି ଦିଅ ସେ ଘରେ ଶୁଣିବ ନାଇଁ 4-5 ଜଣ ଝିଅ ପିଲା ମତେ ଦିଆଥିଲେ ସାର୍ ଟିକେ ଚମ୍ପକ ବର୍ଣ୍ଣାଟା ଗାଇବି ମୁଁ ମୋ ନିଜ ଇଚ୍ଛାରେ ଗାଇବିନି ଯଦି ସେ ପିଲା ଥଇକି ହାତ ଟେକିବେ ତାହେଲେ ଚମ୍ପକ ବର୍ଣ୍ଣା ଗାଇବି ନହେଲେ ଗାଇବିନି ନା ସେ ଛୁଆ ନା ତାହେଲେ ଆଜି ଗାଇବି ବୋଲା ଚମ୍ପକ ଗାଇବେ ଗୀତ ସହିତ ଭାବ ସହିତ ନାଦ ସହିତ ଶବ୍ଦ ସହିତ ସବୁ ଏକାଠି ହେଲେ ଯାଇକି ପାରିଲା ଆଉ ଗଲା
दिया नाच पेला नाच अरे ये कौन उठे पेली है तो माने दुर्बल को ता हो कोला गुरो जो कोला संग ये पाला वाला तो आउ टिके आगु गाय खाते हम पाला आउ ही ठीक था कोला जेबे तू ही वर्जी बुझलो देवी देवी दीवाना देवी देवी दीवाना देवी देवी दीवाना तू ही वर्जी बुझलो देवी देवी दीवाना देवी देवी दीवाना नहीं ताकि मु बकरी चाइला कहनी हां रेडी चल जेते रिकॉर्डिंग करगी नियो तू घरे होता रो जेते जीवारे जो कोन पानी जेती बोइबो से को पानी का सेती की पछ आइला बेले खाली घिया बोतल दे आनतो खंगिए के बोही की ना तो जेते रिकॉर्डिंग करो खंगिए के बोही दो हला बोला तेरे तू ही बोली रुलानो देवी देवी दीवाना देवी देवी दीवाना देवी देवी दीवाना भाई दीवाना सादरी दीवानी सादरी सादरी भाई दीवाना सादरी दीवानी सादरी बागो बागो ayo diri लो बॉस lalu kita dorong terus Ini siapa lah, Pak? lalu diri देखिवा Kola hori pulang Ye mati wasote ए मसिला पाला वाला आइला खुन कुटिके उठिलो आगो तो गई फुलो देलु ओ ହୃଦୟର ଅନନ୍ତ ଭାବରେ ଚିନ୍ତା କରି ନିଜର ସ୍ତ୍ରୀ ପାଖରୁ କୁତରା ପାଖରୁ ବିଦାୟ ନଉଛି ଅଭିମନ୍ୟୁ ବୀର वाह 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 ମହାଭାରତ ଯୁଦ୍ଧର ଚକ୍ର ବିହ ଭେଦ କରିବା ପାଇଁ ଆପଣଙ୍କର କୌରବ ବିରୁଦ୍ଧରେ ଅଭିମନ୍ୟୁ ଚାଲି ଯାଉଛି आज्ञा ଏପଟେ ଉତ୍ତରା ମନେ ମନେ ବିଚାର କଲା ମୋ ସ୍ୱାମୀ କି ଯୁଦ୍ଧକୁ ଯାଉଛନ୍ତି ତ हां सजी देबी सारे चंद्रगौर मुक्त होई मेरे भाई पति चंद्र सर और नाम तो कोई नहीं ନାରାୟଣ ମଙ୍ଗଳ କରନ୍ତୁ ସେ ଭାଇଙ୍କର
ବାସି ପିଲାମାନଙ୍କ ମଙ୍ଗଳ କରନ୍ତୁ କୃପା କରନ୍ତୁ ସର୍ବାନିଷ୍ଟ ଖଣ୍ଡନ ସର୍ବେକୁ ଆନନ୍ଦେ ଯୁଦ୍ଧକୁ ଯାଉଛି ଇଏ ଚାଲି ଯାଇଛି ସ୍ତ୍ରୀ ଉତ୍ତର ଗଲା ମୋ ସ୍ୱାମୀ କେମିତି ଜିତିବେ ପ୍ରତ୍ୟେକ ପୁରୁଷଙ୍କର ଉତ୍ତୀର୍ଣ୍ଣ ପଛରେ ଗୋଟେ ନାରୀର ହାତ ପ୍ରକୃତ କଥା କହିଲେ ତୋ ସ୍ତ୍ରୀର ହାତ ଯୋଗୁଁ ଗୋଟେ ପାଲ ପାଳି ତୋ ସ୍ତ୍ରୀ ତମ ସାହି ଯାକ ଲୋକକୁ ପାଳୁଛି ତ ଗାଁର ଭାବକୁ ସ୍ତ୍ରୀ ରଖୁଛି ତମ ସାହି ତେଣୁ ସମସ୍ତେ କି ପାଳୁଛି ବୋଲି ପାଳିଆ ଚୁପି ଉତ୍ତରା ଫୁଲମାଳଟିଏ ଧରିଛି ଅଭିମନ୍ୟୁ ଘଟରେ ଟାଙ୍ଗିଦେଲେ ଅଭିମନ୍ୟୁ ଜିତିବ ଏପଟେ ଚନ୍ଦ୍ର ସ୍ତ୍ରୀ ରୋହିଣୀ ତ ଛଦ୍ମ ବେଶରେ ଲୁଚିକି ଅଛି କୃଷ୍ଣ କହିଛନ୍ତି ଛକ ନିକଟେ ମିଳିଲା ଛଦମ ଉତ୍ତରା ବାଣୀ ସ୍ତ୍ରୀ ରୋହିଣୀ ଛଦ୍ମ ଉତ୍ତରା ଲୁଚିକି ଦେଲା ଛାମ୍କିନି ମାରି ବସିକି ଫୁଲମାଳଟାକୁ ନେଇକି ପଳେଇଲା ମା ସୁଭଦ୍ରା ପାଖରେ ପହଞ୍ଚି ମୁଣ୍ଡିଆ ମାରିଲା ମା ମୋ ସ୍ୱାମୀ ଯୁଦ୍ଧକୁ ଯାଇଛନ୍ତି ଅଭିମନ୍ୟୁ ଯୁଦ୍ଧକୁ ଯାଇଛନ୍ତି ଅଭିମନ୍ୟୁ ସ୍ୱାମୀ କାହିଁକି ନା 14ଟା କଳା ଚନ୍ଦ୍ର ତା ଦେହରେ ଅଛି ମା ମତେ ଆଶୀର୍ବାଦ